ବଛା ବଛା 40ଟି ଜଣା ଅଜଣା କଥା କ'ଣ ଆପଣ ଜାଣିଛନ୍ତି କି? ଆସନ୍ତୁ ଜାଣିବା ସେଗୁଡ଼ିକ କ'ଣ କ'ଣ। ନମ୍ବର 1, ଆଖୁ, ପାଣି, କ୍ଷୀର, ପାନ, ଫଳ, ଔଷଧ ଏହି 6ଟି ଦ୍ରବ୍ୟ ଯେକୌଣସି ଓଷାରେ ଖାଇଲେ କୌଣସି ଅପରାଧ ହୁଏ ନାହିଁ। ନମ୍ବର 2, ରାତିରେ ପିତା, ଦହି, ଶାଗ ଖାଇବେ ନାହିଁ ଏବଂ ପଇଡ଼ ପାଣି ପିଇବେ ନାହିଁ, ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ। ନମ୍ବର 3, ପ୍ରତିଦିନ ସକାଳେ ନିଦରୁ ଉଠିବା ପରେ ଅଳ୍ପ କଞ୍ଚା କ୍ଷୀର ସହିତ ଫାଳେ ଲେମ୍ବୁକୁ ମିଶାଇ ନିଜ ମୁହଁରେ 1 ମାସ ପର୍ଯ୍ୟନ୍ତ ଲଗାନ୍ତୁ। ଆପଣଙ୍କର ମୁହଁର ସୁନ୍ଦରତା ବୃଦ୍ଧି ପାଇବ। ନମ୍ବର 4, ସେଓ ସହିତ ଅଳ୍ପ ଲୁଣ ମିଶାଇ କିଛି ଦିନ ଖାଇବା ଦ୍ୱାରା ମୁଣ୍ଡବିନ୍ଧା କମିଥାଏ। ନମ୍ବର 5, ସୁନାକୁ କେବେ ବାମ ହାତରେ ପିନ୍ଧନ୍ତୁ ନାହିଁ ଏବଂ ସୁନାକୁ ଲାଲ କିମ୍ବା ହଳଦିଆ କପଡ଼ାରେ ଗୁଡ଼ାଇ ରଖିଲେ ଶୁଭ ଫଳ ମିଳିଥାଏ। ନମ୍ବର 6, ମାଛ ସହିତ ଚିନି କିମ୍ବା ମହୁ ଖାଇବେ ନାହିଁ ଏବଂ ଦହି ସହିତ କଦଳୀ କିମ୍ବା ବେଲ ଖାଇବେ ନାହିଁ। ନମ୍ବର 7, ପ୍ରତ୍ୟେକ ଶନିବାର ସୂର୍ଯ୍ୟାସ୍ତ ପରେ ନିଜ କାନରେ ଅଳ୍ପ ତେଲ ପକାନ୍ତୁ। ଆପଣଙ୍କର କାନର ପ୍ରତ୍ୟେକ ସମସ୍ୟା ଦୂର ହେବ। ନମ୍ବର 8, ଗୋମାତା, ଅଗ୍ନି ଏବଂ ଛୋଟ ଛୁଆ ଏ 3 ଜଣଙ୍କୁ କେବେ ପାଦରେ ଆଘାତ କରିବେ ନାହିଁ। ନମ୍ବର 9, କୁମ୍ଭାର ହାଣ୍ଡି ଗଢ଼ିବା ଓ ପାଚିଲା ଫଳର ସ୍ୱପ୍ନ ଦେଖିଲେ ଅତି ଶୁଭ ହୋଇଥାଏ। ନମ୍ବର 10, ରାତି ଭୋଜନ ପରେ ଉଷୁମ ପାଣିରେ ଅଳ୍ପ ଡାଲଚିନି ଗୁଣ୍ଡ ମିଶାଇ ପିଇଲେ ଭଲ ନିଦ ହୋଇଥାଏ। ନମ୍ବର 11, ହରଡ଼ ଡାଲି ସହିତ ଦହି ଖାଆନ୍ତୁ ନାହିଁ, ମହୁକୁ ଗରମ କରି ଖାଆନ୍ତୁ ନାହିଁ। ନମ୍ବର 12, ଅଶ୍ୱତ୍ଥ ବୃକ୍ଷ ମୂଳରେ ପ୍ରତ୍ୟେକ ଦିନ ଜଳଦାନ କରନ୍ତୁ। କିଛି କଞ୍ଚା କ୍ଷୀରରେ ହଳଦୀ ଗୁଣ୍ଡ ମିଶାଇ ଅଶ୍ୱତ୍ଥ ବୃକ୍ଷ ମୂଳରେ ଢାଳନ୍ତୁ ଏବଂ ବୃକ୍ଷକୁ ପ୍ରଦକ୍ଷିଣ କରନ୍ତୁ। ଏହା କରିବା ଦ୍ୱାରା ଅନେକ ଶୁଭ ଫଳ ମିଳିଥାଏ। ନମ୍ବର 13, କ୍ଷୀର ଉତୁରିଲେ ଶୁଭ ହୋଇଥାଏ କିନ୍ତୁ କ୍ଷୀର ଉତୁରିକି ପୋଡ଼ିଗଲେ ଅଶୁଭ ହୋଇଥାଏ। ନମ୍ବର 14, ଦୀପର ମୁହଁ ପୂର୍ବ କିମ୍ବା ଉତ୍ତରକୁ ରହିଲେ ଶୁଭ ହୋଇଥାଏ, ଦକ୍ଷିଣ ବା ପଶ୍ଚିମକୁ ରହିଲେ ଅଶୁଭ ହୋଇଥାଏ। ନମ୍ବର 15, ଯାତ୍ରା କରିବା ସମୟରେ ଯଦି ନିଜେ ଛିଙ୍କି ଦିଅନ୍ତି କିମ୍ବା ଝିଟିପିଟି ଟିକ୍ ଟିକ୍ ଶବ୍ଦ କରେ ବା ଝିଟିପିଟି ଆଗରେ ପଡ଼ିଯାଏ ତେବେ ଅତ୍ୟନ୍ତ ଶୁଭ ହୋଇଥାଏ। ନମ୍ବର 16, ଯଦି ଦାନ୍ତରେ ଯନ୍ତ୍ରଣା ଅନୁଭବ କରୁଥାନ୍ତି ତେବେ ଅଳ୍ପ ସୋରିଷ ତେଲରେ ଲୁଣ ମିଶାଇ ଏବଂ ହଳଦୀକୁ ମିଶାଇ ରାତିରେ ଶୋଇବା ପୂର୍ବରୁ ଦାନ୍ତରେ ମାଲିସ କଲେ ଯନ୍ତ୍ରଣା କମିଯାଏ। ନମ୍ବର 17, ଘିଅର ଦୀପକୁ ଡାହାଣ ହାତରେ ଏବଂ ତେଲର ଦୀପକୁ ବାମ ହାତରେ ଲଗାଇଲେ ଶୁଭ ମିଳିଥାଏ। ନମ୍ବର 18, ଝିଟିପିଟି ମସ୍ତକରେ ପଡ଼ିଲେ ରାଜ୍ୟ ଲାଭ ହୁଏ, ପିଠିରେ ପଡ଼ିଲେ ଐଶ୍ୱର୍ଯ୍ୟ ଲାଭ ହୁଏ, ଦକ୍ଷିଣ ହସ୍ତ ଏବଂ ଗୋଡ଼ରେ ପଡ଼ିଲେ ଅନେକ ଶୁଭ ହୁଏ କିନ୍ତୁ ବାମ ହସ୍ତ କିମ୍ବା ବାମ ଗୋଡ଼ରେ ପଡ଼ିଲେ ଅଶୁଭ ହୁଏ। ଝିଟିପିଟି ବକ୍ଷରେ ପଡ଼ିଲେ ମୃତ୍ୟୁବତୁ ଦଣ୍ଡ ମିଳିଥାଏ। ନମ୍ବର 19,
ଅର୍ଥାଭାବ ହେଉଥିଲେ ଜଳରେ କଳା ରାଶି ପକାଇ ସ୍ନାନ କରନ୍ତୁ ଏବଂ ଶନିବାର ଦିନ ଗୁଡ଼ ଓ କଳା ରାଶିକୁ କଳା କପଡ଼ାରେ ବାନ୍ଧି ଗରିବ ବ୍ୟକ୍ତିଙ୍କୁ ଦାନ କରନ୍ତୁ। ନମ୍ବର 20 ଶିବ ମନ୍ଦିର ବେଢ଼ା ଅର୍ଦ୍ଧ ପରିକ୍ରମା କରିବା ଉଚିତ। ନମ୍ବର 21 ଏପରି ସ୍ଥାନରେ ବସନ୍ତୁ ଯେଉଁଠାରେ କେହି ଉଠିବାକୁ କହିବେ ନାହିଁ। ଏପରି କଥା କୁହନ୍ତୁ ଯେପରି କେହି ମିଛୁଆ ବୋଲି କହିବେ ନାହିଁ। ନମ୍ବର 22 ଦାନ୍ତରେ ନଖ ଛିଡ଼ାନ୍ତୁ ନାହିଁ। ଗୋଡ଼ର ଆଙ୍ଗୁଳି ବାରମ୍ବାର ଫୁଟାନ୍ତୁ ନାହିଁ। ଗୋଡ଼ର ଆଙ୍ଗୁଳିରେ ଭୂମି ଉପରେ ଗାର ପକାନ୍ତୁ ନାହିଁ। ନମ୍ବର 23 ରବିବାର ଦୁବ ଛିଡ଼ାନ୍ତୁ ନାହିଁ। ରବିବାର ଓ ବୁଧବାର ଗାଧୋଇବା ପରେ ବରଗଛ ମୂଳରେ ପାଣି ଦିଅନ୍ତୁ। ନମ୍ବର 24 ତୁଳସୀ ପତ୍ରରେ ଭଗବାନ ଶିବ ଓ ଗଣେଶଙ୍କୁ ପୂଜା କରନ୍ତୁ ନାହିଁ। ଅଗାଧୁଆ ତୁଳସୀ ପତ୍ର ତୋଳନ୍ତୁ ନାହିଁ। ନମ୍ବର 25 ଜାଆଁଳା କଦଳୀ ଶିବଲିଙ୍ଗରେ ଘର୍ଷଣ କଲେ ଶୁଭ ଫଳ ମିଳିଥାଏ। ନମ୍ବର 26 ଅଳ୍ପ ଲେମ୍ବୁ ରସ ସହିତ ଗୋଲାପ ଜଳ ମିଶାଇ ପ୍ରତ୍ୟେକ ଦିନ ସକାଳ ଏବଂ ସନ୍ଧ୍ୟାରେ ପାଟି କୁଳୁକୁଳା କରିବା ଦ୍ୱାରା ପାଟିର ଦୁର୍ଗନ୍ଧ ରୋଗରୁ ମୁକ୍ତି ମିଳିଥାଏ। ନମ୍ବର 27 ସୂର୍ଯ୍ୟାସ୍ତ ପରେ ବାହାର ଲୋକଙ୍କୁ ଦହି ଓ କ୍ଷୀର ଦିଅନ୍ତୁ ନାହିଁ। ନମ୍ବର 28 ଚାଣକ୍ୟଙ୍କ ଉପଦେଶ ମୂର୍ଖ ଲୋକଙ୍କୁ ଉପଦେଶ ଦେଲେ, ଦୁଷ୍ଟ ସ୍ତ୍ରୀକୁ ଭରଣ ପୋଷଣ କଲେ ପଣ୍ଡିତମାନେ ମଧ୍ୟ ବିଷାଦଗ୍ରସ୍ତ ହୁଅନ୍ତି। ପଥରେ ଯିବାବେଳେ ଅପରିଚିତା ନାରୀର ଡାକ ଶୁଣନ୍ତୁ ନାହିଁ। ଯଦି ବିପଦରେ ଥାଏ ତେବେ ସାହାଯ୍ୟ କରନ୍ତୁ। ନମ୍ବର 29 ଦେବ କାର୍ଯ୍ୟରେ ପୁରୁଷମାନେ ନଡ଼ିଆ ଭାଙ୍ଗିବା ଉଚିତ। ନମ୍ବର 30 ପ୍ରତିଦିନ ସକାଳେ 2ଟି ଲିମ୍ବ ପତ୍ର ସେବନ କଲେ ଅନେକ ଉପକାର ମିଳିଥାଏ। ନମ୍ବର 32 ନୂତନ ଯାନବାହନ କିଣିଲେ ତାହାର ନମ୍ବର ପାଇଁ 9 ସଂଖ୍ୟାଟି ବ୍ୟବହାର କରନ୍ତୁ, କାରଣ 9 ସଂଖ୍ୟାଟି ସବୁଠାରୁ ଶୁଭ ଅଟେ। ନମ୍ବର 33 ଖାଦ୍ୟ ଖାଇବା ସମୟରେ ପାଟିରେ ରଖି କଥା କୁହନ୍ତୁ ନାହିଁ ଏବଂ ଖାଦ୍ୟ ପାଟି ବନ୍ଦ କରି ଖାଇବା ପାଇଁ ଚେଷ୍ଟା କରନ୍ତୁ ନାହିଁ। ଏହା ଶରୀର ପାଇଁ ବିପଦଜନକ ଅଟେ। ନମ୍ବର 34 5 ପ୍ରକାର ମଦ ଯଥା ନିଶା ମଦ, ବିଦ୍ୟା ମଦ, ଯୌବନ ମଦ, ଧନ ମଦ, ଅଧିକାର ମଦ ଏମାନଙ୍କ ଠାରୁ ଦୂରେଇ ରୁହନ୍ତୁ। ଆପଣଙ୍କର ମଙ୍ଗଳ ହେବ। ନମ୍ବର 35 ଗନ୍ଧ ଶୁଣ୍ଠି କଳରେ ଜାକିଲେ ଗଳା ପାଇଁ ଅମୃତ ତୁଲ୍ୟ କାମ କରେ। ନମ୍ବର 36 ଆକାଶରେ ଇନ୍ଦ୍ରଧନୁ ପଡ଼ିଥିବାର ଦେଖିଲେ ଅନ୍ୟ କାହାକୁ କହିବେ ନାହିଁ। ନମ୍ବର 37 ବାଛୁରୀ ନଥିବା ଗାଈର କ୍ଷୀର ଛୋଟ ପିଲାଙ୍କୁ ପିଇବାକୁ ଦିଅନ୍ତୁ ନାହିଁ କିମ୍ବା ଠାକୁର ପୂଜାରେ ବ୍ୟବହାର କରନ୍ତୁ ନାହିଁ। ନମ୍ବର 38 ଅସଲି ମହୁ ଚିହ୍ନିବାର ଉପାୟ ନମ୍ବର 1 ସାଧା କାଗଜରେ ରଖିଲେ ଛାପା ହୁଏ ନାହିଁ। ନମ୍ବର 2 ସଳିତାରେ ଲଗାଇ ଜାଳିଲେ ଚଳଚଳ ନ ହୋଇ ଜଳିବ। ନମ୍ବର 3 ଆଖିରେ ଲଗାଇଲେ ଆଖି ପୋଡ଼ିବ ନାହିଁ। ନମ୍ବର 4 କୁକୁରକୁ ଦେଲେ ସେ ଖାଇବ ନାହିଁ। ନମ୍ବର 39 ବରଗଛ ଓ ଅଶ୍ୱତ୍ଥ ଗଛ ଏକାଠି ଥିବା ସ୍ଥାନରେ ପ୍ରତିଦିନ 20 ମିନିଟ୍ ବସିଲେ ସ୍ମରଣ ଶକ୍ତି ବଢ଼ିଥାଏ।
ନମ୍ବର 40 ଖରାପ ସ୍ୱପ୍ନ ଦେଖିଲେ ମନ ଦୁଃଖ ନ କରି ନିଦ ଭାଙ୍ଗିବା ପରେ ବାହାରକୁ ଆସି ଗୋଟିଏ ଘାସକୁ ମୁଣ୍ଡରେ ମାରି ଫୋପାଡ଼ି ଦିଅନ୍ତୁ, ଦେଖିବେ ମଙ୍ଗଳ ହେବ। ତ ଆଜିର ଭିଡ଼ିଓ ସାଙ୍ଗମାନେ ଏଇଠି ଥାଉ। କେମିତି ଲାଗିଲା ନିଶ୍ଚୟ କମେଣ୍ଟ ବକ୍ସରେ ଜଣାଇବେ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ। ତ ନୂଆ ଯେଉଁମାନେ ଅଛନ୍ତି ସେମାନେ ପ୍ଲିଜ୍ ସବସ୍କ୍ରାଇବ୍ ମାଇ ଚ୍ୟାନେଲ୍। ଓକେ, ବାଏ ବାଏ, ସି ୟୁ। ଦେଖା ହେବା ଗୋଟେ ଭିଡ଼ିଓରେ।